ବର୍ତ୍ତମାନେ ମାନେ ଆଳୁ ଖୋଳୁଛନ୍ତି। ଆଳୁ ଖୋଳିଲେ ନିଶ୍ଚିତ ଭାବରେ ମହାଦେବ ବାହାରିବେ, ଭାବିବାର ନାହିଁ। ପ୍ରକୃତ ଲୋକଟା ତା ପଛରେ କିଏ ରହିକିରି ଗୋପାଳ ଦାସଙ୍କ ଦ୍ୱାରା ଏଟା କଲା, ସିଏ ଧରା ପଡିବା ଦରକାର। ଦିନ ଦ୍ୱିପହରେ ଜଣେ କ୍ୟାବିନେଟ ମିନିଷ୍ଟରଙ୍କୁ ହତ୍ୟା କରାଗଲା, ଇଏ ଛୋଟିଆ କଥା ନୁହେଁ। ସିଏ ଦୀପାଳି ଦାସ ନବ ଦାସଙ୍କର କନ୍ୟା, ସିଏ ଯେତେବେଳେ ନବ ଦାସଙ୍କର ଡେଥ୍ ହେଲା ସିଏ ତ କିଛି କହିଲେ ନାହିଁ, ଚୁପ୍ ରହିଲେ। ପୁଣି ଏମଏଲଏ ଟିକେଟ ପାଇଁ ଆଶାୟୀ ରହିଲେ, ଏମଏଲଏ ବି ବନିଗଲା ପରେ ବି କିଛି କହିଲେ ନାହିଁ। ଯେତେବେଳେ ଅବିକା ଆମ ସରକାର ଆସିଲା, ସିଏ ବର୍ତ୍ତମାନେ ମାନେ ଆଳୁ ଖୋଳୁଛନ୍ତି। ଆଳୁ ଖୋଳିଲେ ନିଶ୍ଚିତ ଭାବରେ ମହାଦେବ ବାହାରିବେ, ଭାବିବାର ନାହିଁ। ଦେଖାଯାଉ ଇଏ ସେ ଖୋଳୁଛନ୍ତି ଆଉ କିଏ ସହଯୋଗ କରୁଛି କି ନ କରୁଛି ଆମେ ଦେଖିବା। ମହାଦେବ ବାହାରିବା ଦରକାର। କିନ୍ତୁ ମୋର କହିବା କଥା, ଇଏ ନବ ଦାସଙ୍କ ମୃତ୍ୟୁ ପଛରେ ଯିଏ ଅଛି ସିଏ ଧରା ପଡିବା ଉଚିତ। କାରଣ ଦିନ ଦ୍ୱିପହରେ ଜଣେ କ୍ୟାବିନେଟ ମିନିଷ୍ଟରଙ୍କୁ ହତ୍ୟା କରାଗଲା, ଇଏ ଛୋଟିଆ କଥା ନୁହେଁ। ସିଏ ପ୍ରକୃତ ଲୋକଟା ତା ପଛରେ କିଏ ରହିକିରି ଗୋପାଳ ଦାସଙ୍କ ଦ୍ୱାରା ଏଟା କଲା, ସିଏ ଧରା ପଡିବା ଦରକାର। ସାଧାରଣ ନାଗରିକ, ଓଡ଼ିଶାର ନାଗରିକ ଏଟା ଜାଣିବାକୁ ଚାହୁଁଛି। ଦେଖନ୍ତୁ ଆଜ୍ଞା, ମୁଁ ସିଆଡ଼ିକି ଯିବି ନାହିଁ, ସେଇଟା ମୁଖ୍ୟମନ୍ତ୍ରୀଙ୍କର ବିଭାଗ ବର୍ତ୍ତମାନ ରହିଛି। ନାଇଁ, ସେତେବେଳେ ତ ଆଦୌ କାମ ହେଇନି, ଆଦୌ ସେମାନେ ଲୁଚେଇ ଦେବା ପାଇଁ କେସ୍କୁ ଚାଲିଥିଲେ। କିନ୍ତୁ ଅବିକା ତ ମୁଖ୍ୟମନ୍ତ୍ରୀ ବଦଳି ଯାଇଛନ୍ତି, ସରକାର ବଦଳି ଯାଇଛି, ଓକା ନିଶ୍ଚୟ କିଛି ଆକ୍ସନ ନେବେ, ବିଶ୍ୱାସ ମୋର ଅଛି।